अमाह्यं ददति वन्देऽहं श्रीगुरोः श्रीयुतपदकमलं श्रीगुरुन् वैष्णवांश्च श्रीरूपं साग्रजातं सहगण रघुनाथमितं तं सजीवं साद्वैतं सावधूतं परिजनसहितं कृष्णचैतन्यदेवं श्रीराधाकृष्णपादान् सहगण ललिता श्रीविशाखनितं च नमो नमो विष्णुपादाय कृष्णपृष्ठाय भूताय श्रीमते भक्ति वेदांत स्वामिने इति नामिने नमस्ते सरस्वती देवी गौरवाणी प्रचारिणे निर्विशेष शून्यवादी पाश्चात्य देश तारिणे हे कृष्ण करुणा सिंधु दीनबंधु जगतपति गोपेश गोपिका कांत राधाकांत नमस्ते तप्त कांचन गौरांगी राधे वृंदावनेश्वरी वृषभानुसुते देवी प्रणमामि हरिप्रिय वाञ्छकल्पतरुभ्यश्च कृपा सिन्धुभ्य एव च पतितानां पावनेभ्यो वैष्णवेभ्यो नमो नमः श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासदि गौरभक्त वृंद हरे कृष्ण 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 हरे हरे राम राम हरे हरे। ସମସ୍ତ ଭକ୍ତମାନଙ୍କୁ ମୁଁ ସ୍ୱାଗତ କରୁଛି। ଆଜିର ଏଇ କ୍ଲାସରେ ଜଏନ୍ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରୁଛି ଏବଂ ସମସ୍ତଙ୍କୁ ମୋର ଦଣ୍ଡବତ ପ୍ରଣାମ। ପ୍ରଭୁଜୀଙ୍କୁ ମୁଁ ବହୁତ ଧନ୍ୟବାଦ ଦଉଛି ମତେ ଏଇ କ୍ଲାସ କରିବାକୁ ସୁଯୋଗ ଦେଇଥିବାରୁ। ଆଜି ମୁଁ ବନାଗ୍ନି ନିର୍ବାପନ ବିଷୟଟି ଭଗବାନ ଶ୍ରୀକୃଷ୍ଣଙ୍କର ବର୍ଣ୍ଣନା କରିବାକୁ ଚାହୁଁଛି। ଅ ଏହା ସେତେବେଳେ ଆରମ୍ଭ ହେଇଥିଲା ତା ପୂର୍ବର କଥା ଟିକେ କହିବାକୁ ପଡିବ। ମହାରାଜ ପରୀକ୍ଷିତ କାଳିୟ ଦଳନ କଥା ଶୁଣିଲା ପରେ ଶିଲ ସୁକଦେବ ଗୋସ୍ୱାମୀଙ୍କୁ ପଚାରିଲେ ଯେ କାଳିୟ କାହିଁକି ତାର ସୁନ୍ଦର ସ୍ଥାନକୁ ଛାଡିଥିଲା। ଯେହେତୁ ସେ ସମୁଦ୍ରରେ ବାସ କରୁଥିଲା, ସମୁଦ୍ର ସାପ ମାନଙ୍କ ପାଇଁ ଗୋଟେ ସୁନ୍ଦର ସ୍ଥାନ, ତେଣୁ ସେ କାହିଁକି ଛାଡିଥିଲା ଏବଂ ଗରୁଡ କାହିଁକି ତା ପ୍ରତି ଶତ୍ରୁତା ଆଚରଣ କରିଥିଲା। ଯେହେତୁ ସେ ଭଗବାନଙ୍କର ଭକ୍ତ ଥିଲା, ଶିଲ ସୁକଦେବ ଗୋସ୍ୱାମୀ ଶିଲ ସୁକଦେବ ଗୋସ୍ୱାମୀ ରାଜାଙ୍କୁ କହିଲେ ନାଗାଳୟ ନାମକ ଏକ ଦ୍ୱୀପ ରହିଛି, ସେଠାରେ ଅଧିବାସୀ ମାନେ ହେଉଛନ୍ତି ସର୍ପ। କାଳିୟ ସେଠାରେ ଏକ ପ୍ରଧାନ ସର୍ପ ଥିଲା। ଗରୁଡ ତ ସର୍ପ ମାନଙ୍କୁ ଭୋଜନ କରେ, ତେଣୁ ଗରୁଡ ଏ ଦ୍ୱୀପକୁ ଆସିଲା ଏବଂ ନିଜ ମନ ଇଚ୍ଛା ମୁତାବକ ଅନେକ ସର୍ପ ବିନାଶ କଲା। ସେମାନଙ୍କ ମଧ୍ୟରୁ କେତେକଙ୍କୁ ସେ ଭୋଜନ କଲା, କିନ୍ତୁ ଅଯଥା ଅନେକଙ୍କୁ ବିନାଶ କଲା। ସର୍ପ ସମାଜ ଏହା ଦ୍ୱାରା ଏତେ ବ୍ୟତିବ୍ୟସ୍ତ ହୋଇ ପଡିଲେ ଯେ ସେମାନଙ୍କର ନେତା ବାସୁକି ଶ୍ରୀ ବ୍ରହ୍ମାଜୀଙ୍କୁ ସେମାନଙ୍କର ସୁରକ୍ଷା ନିମିତ୍ତ ପ୍ରାର୍ଥନା କଲେ। ଶ୍ରୀ ବ୍ରହ୍ମାଜୀ ଏହି ବ୍ୟବସ୍ଥା କଲେ ଯେ ଯେପରିକି ଗରୁଡ ଗୋଳମାଳ କରିବ ନାହିଁ। ତେଣୁ ପ୍ରତି ଅଷ୍ଟମୀରେ ଥରେ ସର୍ପ ସମାଜ ଗରୁଡକୁ ଗୋଟିଏ ସର୍ପ ପ୍ରଦାନ କରିବେ। ଗରୁଡକୁ ଅର୍ପିତ ସର୍ପକୁ ଏକ ବୃକ୍ଷର ନିମ୍ନ ଦେଶରେ ରଖିବାକୁ ହେଉଥିଲା। ଏ ପ୍ରକାର ବ୍ୟବସ୍ଥା ଦ୍ଵାରା ଗରୁଡ ସନ୍ତୁଷ୍ଟ ହେଉଥିଲା, ତେଣୁ ସେ ଆଉ ଗୋଳମାଳ କଲା ନାହିଁ। କିନ୍ତୁ କ୍ରମଶଃ କାଳିୟ ଏ ବ୍ୟବସ୍ଥାରୁ ଫାଇଦା ଉଠେଇଲା। ଯେହେତୁ ସେ ଗୋଟେ ତମ ଗୁଣ ବିଶିଷ୍ଟ ବ୍ୟକ୍ତି ଥିଲା, ତେଣୁ ତା ଭିତରେ ତମ ଗୁଣ ଅନେକ ଭରି ରହିଥିଲା। ତେଣୁ ଗରୁଡକୁ ଅର୍ପିତ ସର୍ପକୁ ଯେତେବେଳେ ଦିଆ ହଉଥିଲା, ସେତେବେଳେ କାଳିୟ ଏ ଅବସ୍ଥାରୁ ଫାଇଦା ଉଠେଇଲା। ସେ ଅକଳନୀୟ ପରିମାଣରେ ବିଶ୍ୱ ଏବଂ ଭୌତିକ ଶକ୍ତିର ଅଧିକାରୀ ହୋଇ ବଡ ଗର୍ବ ଅନୁଭବ କରେ। ଏଇ କଳିଯୁଗରେ ମଧ୍ୟ ଅନେକ ଲୋକ ଏମିତି ଅଛନ୍ତି ଯିଏକି ବହୁତ ଗର୍ବ ଅନୁଭବ କରନ୍ତି, କାହିଁକି ନା ସେମାନଙ୍କ ପାଖରେ ସେମାନେ ହୁଏତ ବହୁତ ଖ୍ୟାତି ସମ୍ପନ୍ନ ଲୋକ ହେଇଥାଇ ପାରନ୍ତି, କିମ୍ବା ସେମାନଙ୍କ ପାଖରେ ବିଭିନ୍ନ ପ୍ରକାର ଶିକ୍ଷା ଦୀକ୍ଷା ଇତ୍ୟାଦି ଥାଇପାରେ। ତେଣୁ ସେମାନେ ବହୁତ ଗର୍ବ ଅନୁଭବ କରନ୍ତି ଏବଂ ସେମାନେ ଭଗବାନଙ୍କୁ ଡାକିବାକୁ ମାନେ ଇଏ ମନେ କରନ୍ତି ନାହିଁ। ତେଣୁ କିନ୍ତୁ କ୍ରମଶଃ କାଳିୟ ଏ ବ୍ୟବସ୍ଥାର ଫାଇଦା ଉଠେଇଲା। ତେଣୁ ସେ ଅକଳନୀୟ ପରିମାଣରେ ବିଶ୍ୱ ଏବଂ ଭୌତିକ ଶକ୍ତିର ଅଧିକାରୀ ହୋଇ ବଡ ଗର୍ବ ଅନୁଭବ କରିଥିଲା। ସେ ଭାବିଲା ଗରୁଡକୁ କାହିଁକି ଏ ପ୍ରକାର ସର୍ପ ଅର୍ପଣ କରାଯିବ। ତେଣୁ ଭୌତିକ ଲୋକ ସେ ସବୁବେଳେ ଭାବେ ଯେ ମୁଁ ହିଁ ହଉଛି ଭୋକ୍ତା, କିନ୍ତୁ ପରମ ଉପଭୋକ୍ତା ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣ। ଅ, ଯେ ଯେ ଅଳ୍ପ ବୁଦ୍ଧି ସମ୍ପନ୍ନ ଲୋକମାନେ ସବୁବେଳେ ନିଜକୁ ଭାବନ୍ତି ଯେ ମୁଁ ହଉଛି ଭୋକ୍ତା। କିନ୍ତୁ ଆମେ ସବୁବେଳେ ଦେଖିବା ଯେ ଯେତେବେଳେ ଆମେ ଖୁସି ଦେବାକୁ ଚେଷ୍ଟା କରିବା, ସେତେବେଳେ ଆମେ ଯେତେ ଉଚ୍ଚ ସ୍ତରକୁ ବି ଯାଉ, ଯେତେ ବି ଖୁସି ପାଉ, କିନ୍ତୁ ସେତିକି ଆମ ମନ ସନ୍ତୁଷ୍ଟ ହବନି, ଆହୁରି ଅଧିକ ବଢି ଚାଲିବ, କିନ୍ତୁ ଆମେ ସେତିକି ମାନେ ତୃପ୍ତି ପାଇବାନି। କିନ୍ତୁ ଆମେ ଯେତେବେଳେ ଭଗବାନଙ୍କ ସେବାରେ ନିଜକୁ ଲଗେଇ ଦଉଛେ କିମ୍ବା ନିଜର କୌଣସି ଇନ୍ଦ୍ରିୟକୁ ଭଗବାନଙ୍କ ସେବାରେ ଲଗଉଛେ, ସେତେବେଳେ ଆମେ ସେତିକି ଖୁସି ପାଇପାରିବା। ଜଣେ ଭକ୍ତ ସବୁବେଳେ ଦେଖେ ଯେ ସେ ଭଗବାନଙ୍କର ଖୁସିରେ ହିଁ ସେ ନିଜ ଖୁସି ଦେଖେ। ସେ କେବେ ବି ନିଜ ଖୁସି ସେ କେବେ ବି ଚାହେଁନା, ସେ ଭଗବାନଙ୍କ ଖୁସିରେ ହିଁ ନିଜ ଖୁସି ଦେଖିଥାଏ। ତେଣୁ କାଳିୟ ଏ ପ୍ରକାର ଅର୍ପଣ ବ୍ୟବସ୍ଥା ବନ୍ଦ କରିଦେଲା। ତତ୍ ପରିବର୍ତ୍ତେ ଗରୁଡକୁ ଅର୍ପିତ ସର୍ପକୁ ସେ ନିଜ ଭକ୍ଷଣ କଲା। ଯେତେବେଳେ ବିଷ୍ଣୁଙ୍କ ବାହନ ଭକ୍ତ ଗରୁଡ ଜାଣିପାରିଲା ଯେ କାଳିୟ ତାକୁ ଅର୍ପିତ ଖାଦ୍ୟ ଭକ୍ଷଣ କରୁଛି, ସେ ଖୁବ ରାଗିଗଲା ଏବଂ ଦୋଷୀ କାଳିୟଙ୍କୁ ହତ୍ୟା କରିବା ନିମିତ୍ତ ସେ ଦ୍ୱୀପକୁ ଦ୍ରୁତ ଗତିରେ ଗମନ କଲା। କାଳିୟ ଗରୁଡ ସହିତ ଯୁଦ୍ଧ କରିବାକୁ ଚେଷ୍ଟା କଲା। ତାର ଅନେକ ଫଣା ଟେକି ବିଷପୂର୍ଣ୍ଣ ଦାନ୍ତରେ ଗରୁଡକୁ ଆକ୍ରମଣ କରିବାକୁ ଚେଷ୍ଟା କଲା। କାଳିୟ ଗରୁଡକୁ ଦଂଶନ କରିବାକୁ ଚେଷ୍ଟା କଲା।
ଗରୁଡ ବିଷ୍ଣୁଙ୍କ ବାହନ ହୋଇଥିବାରୁ ଖୁବ ରାଗି ଯାଇ ତାର ଖୁବ ଉଜ୍ଜଳ ସ୍ୱର୍ଣ୍ଣାଭ ପକ୍ଷ ଦ୍ୱାରା କାଳିଅକୁ ଆଘାତ କଲା। କାଳିଅ ଯିଏକି କଦ୍ରୁସୂତ ନାମରେ ପରିଚିତ, ଅ ସଙ୍ଗେ ସଙ୍ଗେ ଯମୁନା ନଦୀରେ ଥିବା କାଳିଅ ହ୍ରଦକୁ ପଳାୟନ କଲା, କାରଣ ସେଠାରେ ଗରୁଡ ଯାଇପାରିବ ନାହିଁ। କାହିଁକି କାହିଁକି ସେଠାରେ ଗରୁଡକୁ ଯାଇପାରିବ ନାହିଁ ତାର ମଧ୍ୟ ଗୋଟେ କାରଣ ରହିଛି। ଯେଉଁ ଦ୍ୱୀପରେ କାଳିଅ ସର୍ପ ରହୁଥିଲା ସେଠାରେ ଗରୁଡକୁ ଯେପରି ସର୍ପ ଭୋଜନ କରିବାକୁ ଯାଉଥିଲା, ସେହିପରି ସେ ଯମୁନାକୁ ମଧ୍ୟ ମତ୍ସ୍ୟ ଭକ୍ଷଣ କରିବାକୁ ଯାଉଥିଲା। ଅ ପ୍ରଭୁପାଦ ଜୀ କୁହନ୍ତି ଯେ ଯିଏ ମତ୍ସ୍ୟ ଭକ୍ଷଣ କରେ ତାକୁ ସବୁ ପ୍ରକାର ଜୀବ ଖାଇଲେ ତାକୁ ଯେତିକି ପାପ ଲାଗେ, ଜଣେ ଯଦି ମତ୍ସ୍ୟ ଖାଏ ତାହେଲେ ତାକୁ ସେତିକି ପାପ ଲାଗେ। କୋଲକାତାରେ ଅନେକ ଲୋକ ମତ୍ସ୍ୟକୁ କୁହନ୍ତି ଯେ ସେମାନେ ହଉଛନ୍ତି ଗଙ୍ଗାର ଫଲ ଏମିତି ବୋଲି କୁହନ୍ତି। କିନ୍ତୁ ପ୍ରଭୁପାଦ ଜୀ କୋଲକାତାରେ ଥାଇକି ବି ସେ କିନ୍ତୁ ଜନ୍ମରୁ ମାନେ ତାଙ୍କର ଆବିର୍ଭାବରୁ ତିରୋଭାବ ପର୍ଯ୍ୟନ୍ତ ସେ କେବେ ବି ମତ୍ସ୍ୟ ଭକ୍ଷଣ କିମ୍ବା କୌଣସି ପ୍ରକାର ଆମିଷ ଭକ୍ଷଣ ସେ କରିନଥିଲେ। ତେଣୁ ଜଣେ ଭକ୍ତ ସବୁବେଳେ ଏଇଟା ଜାଣି ରଖିବା ଉଚିତ ଯେ କେବେ ବି ସେ ଆମିଷ ଭକ୍ଷଣ କରିବା ଉଚିତ ନୁହେଁ, ଆଉ ସେଇଟା ତାକୁ ଭକ୍ତିରେ ବହୁତ ତଳ ଲେବଲକୁ ନେଇଯାଏ। ଯେଉଁ ଦ୍ୱୀପରେ ତେଣୁ ସେଠାରେ ସୌରଭ ମୁନି ନାମକ ଏକ ବିଶିଷ୍ଟ ଯୋଗୀ ଜଳ ମଧ୍ୟରେ ତପସ୍ୟା କରୁଥିଲେ। ସେ ମତ୍ସ୍ୟ ମାନଙ୍କ ପ୍ରତି ବଡ ସହାନୁଭୂତିଶୀଳ ହୋଇ ପଡିଥିଲେ। ସେ ଗରୁଡଙ୍କୁ କହିଲେ ଯେ ସେ ସେଠାକୁ ଯାଇ ମତ୍ସ୍ୟ ମାନଙ୍କୁ କଷ୍ଟ ଦେବ ନାହିଁ। ଗରୁଡ ଭଗବାନ ବିଷ୍ଣୁଙ୍କ ବାହନ, ତେଣୁ ସେ ଅନ୍ୟ କାହାରି ଆଦେଶ ମାନେ ନାହିଁ। ତେଣୁ ଜଣେ ଭକ୍ତ କାହାର ଅଭିଶାପ ଆଶୀର୍ବାଦ କିମ୍ବା ଆଦେଶ ଏସବୁ ଦ୍ଵାରା ସେ ପ୍ରଭାବିତ ହୁଏ ନାହିଁ। ସେ ସବୁବେଳେ ଭଗବାନଙ୍କର ତୃପ୍ତି ପାଇଁ ସେ ସବୁବେଳେ ଚେଷ୍ଟା କରୁଥାଏ। ଭଗବାନ କେମିତି ଖୁସି ହେବେ, ଭଗବାନଙ୍କ ସେବାରେ କଣ କଣ ମୁଁ ମୋର ନିଜର ଅର୍ପଣ କରିପାରିବି। ଯେମିତି କିି ଅମ୍ବରୀଶ ମହାରାଜ, ସେ ସବୁବେଳେ ତାଙ୍କର ସବୁ ପ୍ରକାର ଇନ୍ଦ୍ରିୟକୁ ସେ ଭଗବାନଙ୍କର ସେବାରେ ଲଗଉଥିଲେ। ତାଙ୍କର କାନ ଦ୍ଵାରା ସେ ଭଗବାନଙ୍କର କଥା ଶ୍ରବଣ କରୁଥିଲେ, ତାଙ୍କ ଆଖି ଦ୍ଵାରା ସେ ଭଗବାନଙ୍କର ସୁନ୍ଦର ଦର୍ଶନ କରୁଥିଲେ ଏବଂ ତାଙ୍କର ପାଟି ଦ୍ୱାରା ସେ ଭଗବାନଙ୍କ ବିଷୟରେ ବହୁତ ଭଲ ଭଲ କଥା ମଧ୍ୟ ସେ କହୁଥିଲେ। ଏଇ ସବୁ ପ୍ରକାରରେ ଏବଂ ଭଗବାନଙ୍କର ପୁଷ୍ପକୁ ଆଘ୍ରାଣ କରିବାରେ ସେ ତାଙ୍କର ନାକକୁ ନିୟୋଜିତ କରିଥିଲେ ଏବଂ ଭଗବାନଙ୍କର ତୁଳସୀ ପତ୍ର ସେବନ କରିବାରେ ସେ ତାଙ୍କ ପାଟିକୁ ନିୟୋଜିତ କରିଥିଲେ। ତେଣୁ ସେ ତାଙ୍କର ସବୁ ପ୍ରକାର ଇନ୍ଦ୍ରିୟକୁ ଭଗବାନଙ୍କ ସେବାରେ ଲଗେଇଥିଲେ, ଯାହାଫଳରେ ତାଙ୍କ ଇନ୍ଦ୍ରିୟ ପବିତ୍ର ହେଇଯାଇଥିଲା। ତାହେଲେ ସେ ସେଠାରେ ଅନେକ ମତ୍ସ୍ୟ ଭୋଜନ କରିବା ପରିବର୍ତ୍ତେ ଗରୁଡ ଏକ ବିରାଟ ମତ୍ସ୍ୟ ଅର୍ଥାତ ମତ୍ସ୍ୟ ମାନଙ୍କର ନେତାକୁ ନେଇଗଲା। ସୌରଭ ମୁନି ଯେତେବେଳେ ଜାଣିଲେ ଯେ ଗରୁଡ ମତ୍ସ୍ୟ ମାନଙ୍କର ଏକ ନେତାକୁ ନେଇଗଲା, ସେଥିରେ ସେ ଖୁବ ଦୁଃଖିତ ହେଲେ। ମତ୍ସ୍ୟ ମାନଙ୍କର ସୁରକ୍ଷା କଥା ଚିନ୍ତା କରି ସେ ଗରୁଡଙ୍କୁ ନିମ୍ନମତେ ଅଭିଶାପ ଦେଲେ। ଆଜିଠାରୁ ଯଦି ଗରୁଡ ଏଠାକୁ ମାଛ ଧରିବାକୁ ଆସେ ତେବେ ସେ ସାଙ୍ଗେ ସାଙ୍ଗେ ମୃତ୍ୟୁବରଣ କରିବ। ଏ କଥା କେବଳ କାଳିଅ ଜାଣିଥିଲା। ତେଣୁ ଏ ଅଭିଶାପ କଥା କାଳିଅ ଜାଣିଥିବାରୁ ସେ ଖୁବ ଆଶ୍ୱସ୍ତ ହୋଇଥିଲା। ତେଣୁ ସେ ଗରୁଡ ସେଠାକୁ ଯାଇପାରିବ ନାହିଁ। ତେଣୁ ଯମୁନା ନଦୀର ସେ ହ୍ରଦରେ ଆଶ୍ରୟ ଗ୍ରହଣ କରିବାକୁ ସେ ନିରାପଦ ମନେକଲା। ସୌରଭ ମୁନିଙ୍କ ନିକଟରେ ଆଶ୍ରୟ ଗ୍ରହଣ କରି କାଳିଅ କୃତକାର୍ଯ୍ୟ ହୋଇପାରିଲା ନାହିଁ। ଗରୁଡର ପ୍ରଭୁ ଶ୍ରୀକୃଷ୍ଣଙ୍କ ଦ୍ୱାରା ସେ ଯମୁନାର ତଡା ଖାଇଲା। ଏଠାରେ ଏହା ଲକ୍ଷ୍ୟ କରିବାର କଥା ଯେ ଗରୁଡ ପ୍ରତ୍ୟକ୍ଷ ଭାବେ ଭଗବାନଙ୍କ ଠାରେ ସମ୍ପୃକ୍ତ ଏବଂ ତଦ୍ଵାରା ସେ ଏତେ ଶକ୍ତିଶାଳୀ ହୋଇଥିଲା ଯେ ସେ କାହାରି ଆଦେଶ କିମ୍ବା ଅଭିଶାପ ଦ୍ୱାରା ପ୍ରଭାବିତ ହେଉନଥିଲା। ବାସ୍ତବରେ ସୌରଭ ମୁନିଙ୍କର ଗରୁଡକୁ ଅଭିଶାପ ଦେବା ଏକ ଅପରାଧ ଅଟେ। ଶ୍ରୀମଦ୍ ଭାଗବତରେ କୁହାଯାଇଛି ଯେ ଗରୁଡ ପରମ ପୁରୁଷ ଭଗବାନଙ୍କର ଶରୀର ଭଳି ଥିଲା। ଯେହେତୁ ସେ ପରମ ପୁରୁଷ ଭଗବାନଙ୍କର ଗୋଟେ ଭକ୍ତ, ତେଣୁ ଜଣେ ପରମ ପୁରୁଷ ଭଗବାନଙ୍କର ଜଣେ ଭଲ ଭକ୍ତ ଥିଲେ। ତେଣୁ ତାଙ୍କର ଶରୀର ଭଗବାନଙ୍କ ଭଳି ଦେଖାଯାଉଥିଲା। ଯଦିଓ ଗରୁଡ ପ୍ରତିଶୋଧ ନେବାକୁ ଚେଷ୍ଟା କରିନଥିଲା, ତଥାପି ମୁନି ଏକ ବୈଷ୍ଣବ ପ୍ରତି ଅପରାଧ କରି ରକ୍ଷା ପାଇପାରିନଥିଲେ। ଏହି ଅପରାଧ ଯୋଗୁ ସେହି ମୁନି ତାଙ୍କର ଉଚ୍ଚ ଯୌଗିକ ସ୍ଥାନରୁ ତଳକୁ ଖସି ପଡିଲେ ଏବଂ ପରେ ଭୌତିକ ଜଗତରେ ଇନ୍ଦ୍ରିୟ ଭୋଗକାରୀ ଏକ ଗୃହସ୍ଥ ହୋଇପଡିଲେ। ତେଣୁ ବୈଷ୍ଣବ ଅପରାଧ ପାଇଁ ସମସ୍ତେ ଅତି ସାବଧାନ ଭାବରେ ଚାଣ୍ଟିଂ କରିବା ଦରକାର। ଯେହେତୁ ବୈଷ୍ଣବ ଅପରାଧ ପ୍ରତି ଅତି ସତର୍କ ହେବା ଉଚିତ। ଯେଉଁ ବୈଷ୍ଣବ ପ୍ରତି ଅପରାଧ କଲେ କିପରି ପତନ ହୁଏ, ସୌରଭ ମୁନିଙ୍କର ପତନ ହେଉଛି ତାହାର ଏକ ଜ୍ୱଳନ୍ତ ନିଦର୍ଶନ। ଶ୍ରୀକୃଷ୍ଣ କାଳିଅ ହ୍ରଦରୁ ବାହାରିଲା କ୍ଷଣି ଯମୁନା ହ୍ରଦରେ ତାଙ୍କର ସମସ୍ତ ବନ୍ଧୁ ବାନ୍ଧବ ତାଙ୍କୁ ଦେଖିପାରିଲେ। ସୁନ୍ଦର ବସ୍ତ୍ରାଳଙ୍କରରେ ଭୂଷିତ ହୋଇ ଏବଂ ଚନ୍ଦନ ଚର୍ଚ୍ଚିତ ହୋଇ ତଥା ବହୁମୂଲ୍ୟ ମଣିମୁକ୍ତାଦି ଏବଂ ସମ୍ପୂର୍ଣ୍ଣ ରୂପେ ସ୍ୱର୍ଣ୍ଣ ଦ୍ୱାରା ଆଚ୍ଛାଦିତ ହୋଇ ସେମାନଙ୍କ ସମ୍ମୁଖରେ ଆବିର୍ଭୂତ ହେଲେ। ବୃନ୍ଦାବନର ଏଠାରେ କୃଷ୍ଣଙ୍କର ରୂପକୁ ବର୍ଣ୍ଣନା କରାଯାଇଛି। କୃଷ୍ଣଙ୍କର ମୁଖ ପଦ୍ମ ସଦୃଶ, ତାଙ୍କର ପାଦ ଏମିତି ବି କୁହାଯାଏ ଫୋମ ଠାରୁ ବି ଅଧିକ ସଫ୍ଟ। ତେଣୁ
ଏବଂ ତାଙ୍କର ରୂପ ଏପରି ଭାବରେ ବର୍ଣ୍ଣନା କରାଯାଇଛି, ତାଙ୍କର ରୂପ ହେଉଛି କେହି ବି ତାଙ୍କ ରୂପକୁ ସରି ହେବେ ନାହିଁ। ଯେମିତି ଆମ ଭୌତିକ ଜଗତରେ ଆମେ ଦେଖୁଛେ, ଆମେ କେହି କେହି ଜଣଙ୍କ ରୂପକୁ ଲାଇକ୍ କରନ୍ତି କିମ୍ବା କେହି କେହି ଲାଇକ୍ କରନ୍ତି ନାହିଁ, କିନ୍ତୁ ଭଗବାନଙ୍କ ଠାରେ ସେଇ ନିୟମ କାର୍ଯ୍ୟକାରୀ ହୁଏ ନାହିଁ। ଭଗବାନଙ୍କୁ ଯିଏ କେବେ ବି ଦେଖୁ ତା ପ୍ରତି ଆକର୍ଷିତ ହୁଏ। ଭଗବାନଙ୍କ ରୂପ ହଉଛି ଆବସଲ୍ୟୁଟଲି ମାନେ ସୁନ୍ଦର। ଭଗବାନଙ୍କ ରୂପରେ କୌଣସି ବି ଅସୁନ୍ଦରତା ନଥାଏ, ସେଇଟା ସ୍ପିରିଚୁଆଲ ଜଗତରେ କେବେ ବି ନଥାଏ। ଏହା ଯେତେବେଳେ ବୃନ୍ଦାବନର ଅଧିବାସୀ ଗଣ ଗୋପ ବାଳକ ଏବଂ ଗୋପାଳ ଗଣ ମା ଯଶୋଦା ଓ ନନ୍ଦ ମହାରାଜ ଏବଂ ସମସ୍ତ ଗୋବତ୍ସ ମାନଙ୍କୁ ଏବଂ ଗୋବତ୍ସ ଗଣ ଶ୍ରୀକୃଷ୍ଣଙ୍କୁ ଯମୁନାରୁ ଆସୁଥିବାର ଦେଖିଲେ, ସତେ ଯେପରି ସେମାନେ ସେମାନଙ୍କର ଜୀବନ ଫେରି ପାଇଲେ ସେପରି ଜଣା ପଡିଲା। ତେଣୁ ଜଣେ ଭକ୍ତ ଭଗବାନଙ୍କୁ ନିଜର ଜୀବନ ଠାରୁ ବି ଅଧିକ ଭଲ ପାଏ। ଅ ଭୌତିକ ଜଗତରେ ଯଦି ଗୋଟେ ଲୋକକୁ ଜଣେ ଭଲ ପାଉଛି, ତାହେଲେ ସିଏ ମରିଯାଉଛି କିମ୍ବା ସେଇଟା ତାର ଶାଶ୍ୱତ ନୁହେଁ। କିନ୍ତୁ ଜଣେ ଯଦି ଭଗବାନଙ୍କୁ ଭଲ ପାଉଛି, ସେ ସେଥିରେ ଉପକୃତ ହବ। କୁହାଯାଏ ଯେ ଜଗନ୍ନାଥ ଜୀଙ୍କର ଆଖି ହଉଛି ପୁରା ଚକା ଚକା ଆଖି, ଆଉ ତାଙ୍କ ଆଖି ଏତେ ବଡ ଯେ ସେଥିରେ ସମସ୍ତେ ମାନେ ଜଣେ ଯଦି କିଛି ବି ଛୋଟ ପରିମାଣରେ ବି ଭଗବାନଙ୍କୁ ଯଦି ଅର୍ପଣ କରେ, ତାହେଲେ ବି ସେ ତାହେଲେ ବି ସେ ସେଇଟା ଦେଖିପାରନ୍ତି ଏବଂ ସେଇଟା ତାକୁ ଗ୍ରହଣ କରନ୍ତି। ଆମେ ଯଦି ଭଗବାନଙ୍କ ପାଖକୁ ଗୋଟେ ଷ୍ଟେପ ଆମେ ଯଦି ନବା, ଭଗବାନଙ୍କୁ ସେବାରେ ଲଗେଇବା, ତାହେଲେ ଭଗବାନ ଆମକୁ 100 ଷ୍ଟେପ ରେ ସାହାଯ୍ୟ କରିବେ। ତେଣୁ ଜଣେ ଭକ୍ତ ଭଗବାନଙ୍କୁ ସେଇପରି ଭାବରେ ଭଲ ପାଏ, ସେଇପରି ଭାବରେ ଆମକୁ ଭଗବାନଙ୍କୁ ଭଲ ପାଇବାର ଅଛି। ଆଉ ଏଇଟା କେବଳ ଚାଣ୍ଟିଂ ଦ୍ଵାରା ହିଁ ସମ୍ଭବ ହେଇପାରିବ। କଳି ଯୁଗରେ ଭଗବାନ ଚାଣ୍ଟିଂ ନାମ ମାଧ୍ୟମରେ ହିଁ ଭଗବାନ ଅଛନ୍ତି। ତେଣୁ ନାମ ଜପ କଲେ ହିଁ ଆମେ ଭଗବାନଙ୍କୁ ପାଇପାରିବା। ପାଇ ନ ପାରିଲେ ବି ଆମେ ଯଦି ଏଇ ଜନ୍ମରେ ବି କିଛି ଭଲ ଭକ୍ତି କରିଥିବା, ତାହେଲେ ଆର ଜନ୍ମରେ ସେଇଥିରୁ ହିଁ ଆରମ୍ଭ କରିବା। ତେଣୁ ମା ଯଶୋଦା, ରୋହିଣୀ, ନନ୍ଦ ମହାରାଜ ଏବଂ ଗୋପାଳଗଣ ଏତେ ଖୁସି ହୋଇଗଲେ ଯେ ସେମାନେ ଶ୍ରୀକୃଷ୍ଣଙ୍କୁ ଆଲିଙ୍ଗନ କଲେ ଏବଂ ଭାବିଲେ ଯେ ସେମାନେ ଜୀବନର ପରମ ଗତି ଲାଭ କରିଛନ୍ତି। ତେଣୁ ଭଗବାନଙ୍କର ଭକ୍ତ ସେ କେବେବି ଧନ ରତ୍ନ ଅ ପ୍ରତିଷ୍ଠା ଏସବୁ କିଛି ବି ସେ ଚାହେଁ ନା। ସେ କେବଳ ଭଗବାନଙ୍କୁ ହିଁ ପାଇଗଲେ ସେ ଖୁସି ହେଇଯାଏ। ଏମିତି କୁହାଯାଏ ଯେ ଭୌତିକ ଲୋକମାନେ ଯେତେବେଳେ ମାନେ ଭଗବାନଙ୍କୁ ଦେଖନ୍ତି, ସେମାନେ ଭଗବାନଙ୍କୁ କୁହନ୍ତି ଯେ ଭଗବାନ ଆମର ଏଇଟା ପୁରା କରିଦିଅ, ସେଇଟା ପୁରା କରିଦିଅ। କିନ୍ତୁ ଆମେ ଭଗବାନଙ୍କୁ ହିଁ ମାଗିଦଉ। ଯଦି ଆମେ ଭଗବାନଙ୍କୁ ହିଁ ଦବା, ତାହେଲେ ଭଗବାନ ହିଁ ସବୁ ଇଚ୍ଛା ପୂରଣ କରିଦେବେ। ଏମିତି ମାନେ ଗୋଟେ ଗୋଟେ ମାଗିବା ଅପେକ୍ଷା ଯିଏ ବୁଦ୍ଧିମାନ ବ୍ୟକ୍ତି ହେଇଥିବ, ସେ ଭଗବାନଙ୍କୁ ହିଁ ମାଗିବ। ଭଗବାନଙ୍କୁ ହିଁ ଯେ ଭଗବାନ ମତେ ଆପଣ ହିଁ ଦରକାର, ଏଇଟା ହିଁ ଭଗବାନଙ୍କୁ ମାଗିବା ଦରକାର। ବଳରାମ କୃଷ୍ଣଙ୍କୁ ଆଲିଙ୍ଗନ କଲେ, କିନ୍ତୁ ସେ ହସୁଥିଲେ କାରଣ ସମସ୍ତେ ଶୋକାକୁଳ ହୋଇ ପଡିଥିଲେ। ସେ ଜାଣିଥିଲେ ଶ୍ରୀକୃଷ୍ଣଙ୍କର କଣ ହେବ। ଶ୍ରୀକୃଷ୍ଣଙ୍କର ଆବିର୍ଭାବ ଯୋଗୁ ଯମୁନାରେ ଥିବା ସମସ୍ତ ବୃକ୍ଷ, ସମସ୍ତ ଗାଈ ବଳଦ ଏବଂ ବାଛୁରୀ ସମସ୍ତେ ଆନନ୍ଦ ହୋଇ ପଡିଲେ। ବୃନ୍ଦାବନର ବ୍ରାହ୍ମଣ ସେମାନଙ୍କ ସ୍ତ୍ରୀ ମାନଙ୍କ ସହିତ ଶ୍ରୀକୃଷ୍ଣ ଏବଂ ତାଙ୍କ ପରିବାର ବର୍ଗଙ୍କୁ ସ୍ୱାଗତ ଜଣାଇବା ପାଇଁ ସାଙ୍ଗେ ସାଙ୍ଗେ ଆସିଗଲେ। ବ୍ରାହ୍ମଣ ମାନେ ସମାଜରେ ଆଧ୍ୟାତ୍ମିକ ଗୁରୁ ରୂପେ ବିବେଚିତ। ଶ୍ରୀକୃଷ୍ଣଙ୍କ ମୁଖ୍ୟ ସେମାନେ ଶ୍ରୀକୃଷ୍ଣଙ୍କୁ ଏବଂ ତାଙ୍କର ପରିବାର ବର୍ଗଙ୍କୁ ଆଶୀର୍ବାଦ ଜଣାଇଲେ। ସେମାନେ ମଧ୍ୟ ନନ୍ଦ ମହାରାଜଙ୍କୁ ଏ ଉପଲକ୍ଷେ କିଛି ଦାନ କରିବାକୁ କହିଲେ। ଶ୍ରୀକୃଷ୍ଣଙ୍କ ଯୋଗୁ ନନ୍ଦ ମହାରାଜ ଖୁସି ହୋଇଯାଇ ବ୍ରାହ୍ମଣଙ୍କୁ ଅନେକ ଗାଭୀ ଏବଂ ସ୍ଵର୍ଣ୍ଣ ଦାନ କଲେ। ଏ ପ୍ରକାର କାର୍ଯ୍ୟରେ ବ୍ୟସ୍ତ ଥିଲେ, ସେତେବେଳେ ମା ଯଶୋଦା ଶ୍ରୀକୃଷ୍ଣଙ୍କୁ ଆଲିଙ୍ଗନ କରି ତାଙ୍କ କୋଳରେ ବସାଇ ଅବିରତ ଭାବେ ଅଶ୍ରୁ ବର୍ଷଣ କରୁଥିଲେ। ତେଣୁ ସ୍ୱାମୀ ମହାରାଜ ଯେ କୃଷ୍ଣ ଆମକୁ କେବଳ ମାନେ କିଛି ଅଶ୍ରୁ ମାଗୁଛନ୍ତି। ଆମେ ଯଦି ତାଙ୍କୁ କିଛି ଅଶ୍ରୁ ବି ତାଙ୍କ ଆଖି ଆଗରେ ମାନେ ତାଙ୍କ ଆଗରେ ଯଦି ଆମେ ଆମର କିଛି ଅଶ୍ରୁ ବର୍ଷଣ କରୁଛେ, ତାହେଲେ ସେଇଟା ଆମର ଭକ୍ତିର ଫାଷ୍ଟ ଷ୍ଟେଜ ବୋଲି ବୁଝିବାକୁ ହେବ। ଯେ ଆମେ ଭଗବାନଙ୍କୁ ସେତିକି ଭଲ ପାଉଛୁ। ସେତେବେଳକୁ ପ୍ରାୟ ଗତି ହୋଇଯାଇଥିଲା ଏବଂ ଗୋବତ୍ସ ମାନଙ୍କର ସମେତ ବୃନ୍ଦାବନର ସମସ୍ତ ଅଧିବାସୀ ଅତ୍ୟନ୍ତ କ୍ଳାନ୍ତ ହୋଇ ପଡିଥିଲେ। ତେଣୁ ସେମାନେ ସ୍ଥିର କଲେ ଯେ ସେମାନେ ଯମୁନା କୂଳରେ ରାତ୍ରି ଯାପନ କରିବେ। ସେମାନେ ବିଶ୍ରାମ କରୁଥିବା ବେଳେ ଅର୍ଦ୍ଧରାତ୍ରିରେ ପ୍ରବଳ ବନାଗ୍ନି ପ୍ରଜ୍ୱଳିତ ହୋଇ ଉଠିଲା ଏବଂ ଜଣା ପଡିଲା ସତେ ଯେପରି ସେ ବନାଗ୍ନି ଖୁବ ଶୀଘ୍ର ବୃନ୍ଦାବନରେ ଏ ଅଧିବାସୀ ମାନଙ୍କୁ ଗ୍ରାସ କରି ପକାଇବ। ସେମାନେ ଅନୁଭବ କଲା କ୍ଷଣି ସାଙ୍ଗେ ସାଙ୍ଗେ ପରମ ପୁରୁଷ ଭଗବାନ ଶ୍ରୀକୃଷ୍ଣଙ୍କ ଶରଣାଗତ ହୋଇ ପଡିଲେ। ତେଣୁ ମୁଁ ଗୋଟେ କଥା କହିବାକୁ ଚାହୁଁଛି ଯେ ଆମର ଶିକ୍ଷାଷ୍ଟକରେ ଅଛି ଚେତ ଦର୍ପଣ ମାର୍ଜନମ ଭବ ମହା ଦାବାଗ୍ନି ନିର୍ବାପନମ୍। ଏଠାରେ କୁହାଯାଇଛି ଯେ ଆମର ଏଇ ଯୋଉ ଭବସାଗରର ଯୋଉ ମହା ଦାବାଗ୍ନି, ସେଇଟାକୁ ନିର୍ବାପନ କେମିତି ସେଇଟା କେବଳ ନାମ ରେ ହିଁ ହେଇପାରିବ। ଭଗବାନଙ୍କର ନାମ ଉଚ୍ଚାରଣ କଲେ। ଭଗବାନ ଯେହେତୁ ତାଙ୍କର ନାମ ରେ ଅଛନ୍ତି, ତେଣୁ ଏ କଳି ଯୁଗରେ ଆମେ ତାଙ୍କ ନାଁ ହିଁ ଜପ କଲେ ଏଇ ଯୋଉ ଭବ ଦାବାଗ୍ନିରୁ ହିଁ ଆମେ ରକ୍ଷା ପାଇପାରିବା। ଯଦି ଶ୍ରୀକୃଷ୍ଣ
ସେମାନଙ୍କର ଶିଶୁ ସନ୍ତାନ ତୁଲ୍ୟ କ୍ରୀଡ଼ା କରୁଥିଲେ, ତଥାପି ସେମାନେ ସମସ୍ତେ ଏହି ବନ୍ୟାଗ୍ନି କବଳରୁ ରକ୍ଷା ପାଇବା ନିମିତ୍ତ ଶ୍ରୀକୃଷ୍ଣଙ୍କର ଶରଣାଗତ ହେଲେ। ସେମାନେ କହିବାକୁ ଲାଗିଲେ, ହେ ଆମର ପରମ ପ୍ରିୟ ଶ୍ରୀକୃଷ୍ଣ, ପରମ ପୁରୁଷ ଭଗବାନ, ସମସ୍ତ ଶକ୍ତିର ଅଧିକାରୀ, ହେ ପ୍ରିୟ ବଳରାମ, ଦୟାକରି ଆମମାନଙ୍କୁ ଏ ସର୍ବଗ୍ରାସୀ ବନାଗ୍ନି କବଳରୁ ରକ୍ଷା କରନ୍ତୁ। ତୁମ୍ଭମାନଙ୍କ ବ୍ୟତୀତ ଆମ୍ଭମାନଙ୍କର ଅନ୍ୟ ଆଶ୍ରୟ ନାହିଁ। ଏ ସର୍ବଗ୍ରାସୀ ବନାଗ୍ନି ଆମ ସମସ୍ତଙ୍କୁ ଗ୍ରାସ କରି ପକାଇବ। ଯେତେବେଳେ ଗୋଟେ ମ୍ୟାଟେରିଆଲ ଲୋକ ସିଏ ସବୁବେଳେ ଯେତେବେଳେ ଅସୁବିଧାରେ ପଡେ କିମ୍ବା ଦୁଃଖରେ ପଡେ, ସେତେବେଳେ ସେ ମା ଲୋ ବାପା ଲୋ କହି କାନ୍ଦେ। କିନ୍ତୁ ଯେତେବେଳେ ସେ ଯେତେବେଳେ ସେ ଜଣେ ଭକ୍ତ ହୋଇଥାଏ, ସେ ସେତେବେଳେ ଭଗବାନଙ୍କୁ ଦେଖି କାନ୍ଦେ। ଏଇଟା ହିଁ ଗୋଟେ ଭକ୍ତ ଆଉ ଗୋଟେ ମ୍ୟାଟେରିଆଲ ଲୋକ ଭିତରେ ଫରକ। ତେଣୁ ଯେତେବେଳେ ଆମେ ମ୍ୟାଟେରିଆଲ ଲୋକଙ୍କ ଆଗରେ କାନ୍ଦିବା, ସେଥିରେ କୌଣସି ଲାଭ ହେବ ନାହିଁ। କିନ୍ତୁ ଭଗବାନଙ୍କ ଆଗରେ କାନ୍ଦିଲେ ଜଣେ ଆଶ୍ୱସ୍ତି ପାଏ। କିନ୍ତୁ ମ୍ୟାଟେରିଆଲ ଲୋକ ଆଗରେ କାନ୍ଦିଲେ ବରଂ ଆହୁରି ଅଧିକ ଦୁଃଖ ବଢିଯିବ, କିନ୍ତୁ ଆଶ୍ୱସ୍ତି ମିଳିବନି। ସେମାନେ କହିଲେ ଯେ ତାଙ୍କର କୃଷ୍ଣଙ୍କର ପାଦ ପଦ୍ମ ବ୍ୟତୀତ ଅନ୍ୟ ଶରଣ ତାଙ୍କର ନାହିଁ। ଯେ ଏଇପରି କହି ସେମାନେ ଶ୍ରୀକୃଷ୍ଣଙ୍କୁ ପ୍ରାର୍ଥନା କଲେ। ଭଗବାନ ଶ୍ରୀକୃଷ୍ଣ ତାଙ୍କ ଲୋକମାନଙ୍କ ଉପରେ ସଦୟ ହୋଇ ସାଙ୍ଗେ ସାଙ୍ଗେ ସମଗ୍ର ବନାଗ୍ନିକୁ ଗର୍ଭଗତ କରି ପକାଇଲେ ଏବଂ ସେମାନଙ୍କୁ ରକ୍ଷା କଲେ। ପକ୍ଷରେ ଏହା ଅସମ୍ଭବ ନଥିଲା, କାରଣ ସେ ଅନନ୍ତ ଅଟନ୍ତି, ତାଙ୍କର ଅନନ୍ତ ଶକ୍ତି ଅଛି। ତେଣୁ ସେ ଯାହା ଇଚ୍ଛା କରିବେ ତାହା କରିପାରିବେ। ତ ସବୁବେଳେ ଚାଣ୍ଟିଂ ମାଧ୍ୟମରେ ଭଗବାନଙ୍କୁ ଡାକିବା ଦରକାର। ଗୌରବ ସ୍ୱାମୀ ମହାରାଜ କୁହନ୍ତି ଯେ ଜଣେ ହରେ କୃଷ୍ଣ ମନ୍ତ୍ର ଏଇଟା ଆସିଛି ସ୍ପିରିଚୁଆଲ ଜଗତରୁ, ଏଇଟା ମ୍ୟାଟେରିଆଲ ଜଗତରୁ ନୁହେଁ। ଏଇଟା ସ୍ପିରିଚୁଆଲ କୁହନ୍ତି ଯେ ସାଉଣ୍ଡ ଆଉ କଣ୍ଡିସନ ସାଉଣ୍ଡ ଉଭୟ ହରିନାମ ଜପ କରନ୍ତି। କାହିଁକି ନା ଏମିତି ବି କୁହାଯାଏ ଯେ ଆମେ ଏଠାରେ ହରି ବୋଲି ଶ୍ରୀମତୀ ରାଧାରାଣୀଙ୍କୁ ଉଚ୍ଚାରଣ କରୁ, ହରେ କୃଷ୍ଣ, ହେ ମୋର ପ୍ରିୟ ରାଧାରାଣୀ, ହେ ମୋର କୃଷ୍ଣ, ଦୟାକରି ମତେ ଆପଣଙ୍କ ସେବାରେ ରଖ। ମାନେ କି ପରମପତି ଅଲରେଡି ପାଇ ସାରିଛନ୍ତି, ସେମାନେ ମଧ୍ୟ ସେଇ ଜଗତରେ ସେମାନେ ହରିନାମ ଉଚ୍ଚାରଣ ଏବଂ ସ୍ଵୟଂ ଚୈତନ୍ୟ ମହାପ୍ରଭୁ ଆମର ଏଇ ଜଗତକୁ ହରିନାମକୁ ନେଇକି ଆସିଛନ୍ତି। ତେଣୁ ଆମକୁ କେବେ ବି ଭାବିବା ଉଚିତ ନୁହେଁ ଯେ ଏଇଟା ମ୍ୟାଟେରିଆଲ ଜଗତର କୌଣସି ମହାମନ୍ତ୍ର। ଏଇଟା ପୁରା ଆମରୁ ହିଁ ଆସିଛି। ଭାବିକି ଆମକୁ ଚାଣ୍ଟିଂ କରିବାର ଅଛି। ଆଉ ଯଦି ଗୋଟେ କଥାର ଯଦି କିଛି ଏତେ ପ୍ରଭାବ ରହିପାରୁଛି, ତାହେଲେ ଭାବନ୍ତୁ ମନ୍ତ୍ର କେତେ ପ୍ରଭାବ ରହିପାରିବ। ଭଗବାନ କେତେ ସେଥିରେ ସନ୍ତୁଷ୍ଟ ହେବେ। ତେଣୁ ମୁଁ ଏତିକି ଆଜି କହି ଏ କ୍ଲାସ ସେସନକୁ ଶେଷ କରୁଛି। हरे कृष्ण भॉइस ना आज भी ଆଜ୍ଞା ପ୍ରଭୁ। हरे कृष्ण। ଆଜ୍ଞା ପ୍ରଭୁଜୀ। तो हमारे ये बहुत सुंदर सेशन प्रेजेंट कले, बैक टू बैक टीचिंग शेयर कले, मते बहुत विशेष भल लागिला। तो अन्य माने निजे निजर कमेंट शेयर कर परिवे, समस्ते शेयर करबा दरकार। आउर भी 7-8 मिनिट अछि, हम गाड़ी चलै छी ବୋଲି କହି ପାରିବେନି ସେ। ତ ସମସ୍ତେ ନିଜ ନିଜ ପଏंट शेयर କରନ୍ତୁ। बड़ंग प्रभु श्री माता जी हरे कृष्ण प्रभु। और पिता माता जी समस्ते शेयर करନ୍ତୁ। हरे कृष्ण। जी बहुत भल लागला शुणियो।
बहुत बढ़िया बुझेइले मते। ମାତାଜୀ ପ୍ଲସ୍ ଟୁ ସେକେଣ୍ଡ ଇୟର ପଢୁଛନ୍ତି ଯୋଉ ଭଗବାନଙ୍କର ସେବାରେ ତାପରେ ଭଗବାନଙ୍କର ବିଷୟରେ ଶ୍ରବଣ କରିବା ପାଇଁ ବିଶେଷ ତାଙ୍କର ରୁଚି ଅଛି। बहुत बढ़िया ଏବେ बुझेइले। ଆୟୁଷୀ ମାତାଜୀ ସେୟାର କରିପାରିବ ମାତାଜୀଙ୍କ ବିଷୟରେ ଟିକେ କହିପାରିବ ଆଉ ଅନ୍ୟମାନେ ସମସ୍ତେ ମାତାଜୀଙ୍କ କ୍ଲାସ ବିଷୟରେ କମେଣ୍ଟ କରିପାରିବ। हरे कृष्णा, दंडवत प्रणाम। माताजी बहुत सुंदर क्लास देले। माताजी को पर्सनाली मु कही जे समस्ते शेयर करछंती कृष्ण रसायन लीला, तो आपण भी किसी शेयर करंतु। प्रभु जी भी मते कहले कि माताजी को चांस कुछ टाइम देखिकी, तो तांको घरे टिके प्रोब्लेम रहउची जे से क्लास दे पारंतिनी कि सुनी भी करंतिनी कि अटेंड भी करि पारंतिनी। जप सेशन समस्त के तांको ना सुनी नथिबे केबे, बट से जप करंती आ भक्ति रे कनेक्टेड भी अछंती केबेठारु, किंतु तांको घर प्रोब्लेम जो से करि पारंतिनी। प्रभुजी को कही मु तांको डाकी 5:45 रु जॉइन करने ପାଇଁ କହିଥିଲେ ଏବଂ ତାଙ୍କୁ ଛୋଟ ଟପିକ ଗୋଟେ ପ୍ରଭୁଜୀ କହିଥିଲେ ଦବା ପାଇଁ କି, ସେଥିପାଇଁ ବନାଗ୍ନି ନିର୍ବାପନ ତାଙ୍କୁ ଟପିକ ଦିଆଯାଇଥିଲା ଏବଂ ସେ ମାତାଜୀ ବହୁତ ସୁନ୍ଦର ବି ତାକୁ ଏକ୍ସପ୍ଲେନ କଲେ। ତାଙ୍କୁ ଏତେ ମାନେ ବହୁତ ଆବଦ୍ଧ ପରିବେଶରେ ରହିକି ସବୁ ମାନେ ପଙ୍କ ଭିତରେ ପଦ୍ମ ଫୁଟିଲା ଭଳି ସେ ମାତାଜୀ ଫୁଟିଛନ୍ତି। ଆଉ ବହୁତ ସୁନ୍ଦର କ୍ଲାସ ଦେଲେ, ଏତେ ସୁନ୍ଦର ଭାବରେ ବର୍ଣ୍ଣନା କଲେ। ଗୌର ଗୋବିନ୍ଦ ସ୍ୱାମୀ ମହାରାଜଙ୍କ ଟକିଂ ସେୟାର କଲେ ଲେକ୍ଚର୍ସ ରୁ। ଏତେ ସୁନ୍ଦର ନାମ ଉପରେ ମଧ୍ୟ କହିଲେ ଯେ ନାମ ଏଇ ଜଗତର ନୁହଁ, ନାମ ହଉଛି ସ୍ପିରିଚୁଆଲ ଜଗତ ୱାର୍ଲଡ ର। ଆଉ ବହୁତ ସୁନ୍ଦର ଭାବରେ ବର୍ଣ୍ଣନା କଲେ। ତ ମାତାଜୀ ବର୍ତ୍ତମାନ +2 ସେକେଣ୍ଡ ଇୟର ପଢୁଛନ୍ତି, ଆର୍ଟସ ପଢୁଛନ୍ତି। ଆଉ ମାତାଜୀ ବହୁତ ସୁନ୍ଦର ଭାବରେ ଭକ୍ତି ବି କରନ୍ତି। ମାତାଜୀଙ୍କର ସେଲ୍ଫ ରିୟଲାଇଜେସନ ବହୁତ ଅଛି। ମାତାଜୀ ପ୍ରାୟ ସବୁଦିନ ସେୟାର କରନ୍ତି ମୋ ସହିତ, ମୁଁ ଯେତିକି ଜାଣିଛି। ବହୁତ ସୁନ୍ଦର ଭାବରେ ସେ ଭକ୍ତି କରନ୍ତି। ନାମ ଉପରେ ଯାହାବି ତାଙ୍କୁ ଟେଷ୍ଟ ଆସେ ସେ ସବୁଦିନ କୁହନ୍ତି ମତେ ଯେ ମତେ ଆଜି ଏଇଭଳି ଲାଗିଲା। ଆଉ ମାତାଜୀଙ୍କର ଗୋଟେ ସ୍ପେଶାଲ ଟେଷ୍ଟ ମାତାଜୀ ମତେ ଥରେ ସେୟାର କରିଥିଲେ ଯେ ସେ କହିଲେ କି ମୁଁ ନାମ ଜପ କରିସାରିଲା ପରେ ମୋ ତଣ୍ଟି ମିଠା ଲାଗୁଛି। ମୁଁ କେବେ ତ ନିଜେ ପର୍ସନାଲି ଅନୁଭବ କରିନି ଯେ ନାମ ଜପ କଲା ପରେ ତଣ୍ଟି ମିଠା ଲାଗିବାର, କିନ୍ତୁ ନାମ ର ମିଠା ରସ ମାତାଜୀ ପାଇଛନ୍ତି। ଧନ୍ୟବାଦ, ମାତାଜୀ ବହୁତ ସୁନ୍ଦର ଏକ୍ସପ୍ଲେନ କଲେ। ହରେ କୃଷ୍ଣ। ହରେ କୃଷ୍ଣ, ଅନ୍ୟମାନେ ବି ସେୟାର କରିପାରିବେ ଯୋଉମାନେ ଚାହିଁବେ ମାତାଜୀଙ୍କର କ୍ଲାସ ସେୟାର କରିପାରିବେ। ଶୁଭଶ୍ରୀ ନାୟକ ମାତାଜୀ, ଶୁଭଶ୍ରୀ ମାତାଜୀ ତୁମେ କିଛି କହିବ? ତାପରେ ସ୍ୱାଗତ ପ୍ରଭୁ ଦି ଜଣ କୁହନ୍ତୁ କିଛି କିଛି, ଅନ୍ୟମାନେ ବି हरे କହିପାରିବେ। कृष्ण। ଆଉ କହିଲେ ବି ଆମେ ଆଜ୍ଞା ପ୍ରଭୁଜୀ ମାତାଜୀ ବହୁତ ବଢିଆ ସେ ଲୀଳା ଆଉ ଫିଲୋସଫି କୁ କନେକ୍ଟ କଲେ। ମାନେ ଗୋଟେ ଏକ୍ସାକ୍ଟ ପଏଣ୍ଟ ରେ ଲୀଳା ସହିତ ଫିଲୋସଫି ବହୁତ ଆକୁରେଟ ଟାଇମ ରେ କନେକ୍ଟ କଲେ, ଯୋଉଟା କି ଶୁଣିବାକୁ ଆହୁରି ଇଣ୍ଟରେଷ୍ଟିଂ ବନଉଥିଲା। ଫିଲୋସଫି ବି ରହୁଥିଲା ପ୍ଲସ ଲୀଳା ବି ରହୁଥିଲା। ତ ଫିଲୋସଫି ଲୀଳା ଦିଟା ମିନ୍ସ ଗୋଟେ ମଧୁର ୱେରେ ଆମେ ଫିଲୋସଫି କୁ ବି ଶିଖିପାରିବା ଆଉ ଲୀଳା ବି ଶୁଣିପାରିବା, ଯୋଉଟା କି ବହୁତ ଭଲ ଲାଗିଲା ମତେ। ହରେ କୃଷ୍ଣ, ଧନ୍ୟବାଦ। ଶୁଭଶ୍ରୀ ମାତାଜୀ, ତାପରେ ସରୋଜିନୀ ମାତାଜୀ। हरे कृष्ण प्रभु, धन्यवाद प्रणाम। प्रभु माताजी बहुत सुंदर भाव में वर्णना कले। माताजी एते छोट बयस रे भी तांकर एते स्पिरिचुअल रियलाइजेशन से जो भाव रे कहउतले मते भारी भल लागिला। बहुत सुंदर भाव रे कहले, तांकर टीचिंग सेका भी बाहर जो शेयर कले बहुत भल लागिला। हरे कृष्ण। हरे कृष्ण प्रभु जी, दंडवत प्रणाम। हरे कृष्ण, ଆଉ କିଏ ସେୟାର କରିବେ? सोनाली माताजी। हरे कृष्ण प्रभु जी। प्रभु जी माताजी सहित तो केबे इंटरेक्शन हेई नथिला, माने फर्स्ट टाइम आज ହେଲା। तो बहुत भल लागला। मु जते कथा सुनिली कि से जहाँ पढ़ुचंती सेटा को एग्जांपल सहित भी कहउचंती, बुझौचंती भी। तो तांको वे ऑफ कहबा स्टैंडर्ड बहुत भल लागला, जेटा सामना वाला आपण थोर कहथिले ना कि हम जहाँ भी कहबा सामना वाला बुझी पड़थिबा दरकार, ताहाले हम कहबार मूल्यटा मिलिବ। तो तांको କହିବାର କଥାଟା ଆମେ ବୁଝି ବି ପାରୁଥିବୁ। तो बहुत भल ଲାଗିଲା। माताजी को धन्यवाद भी दबो कि अटेंड न करि परिबी, एते सब शुଣିକି भी एते जिंस डिस्क्राइब करि पले। तो बहुत धन्यवाद तुमको।
हरे कृष्ण। ओके, ठीक अच्छे माता दी विशेष धन्यवाद। मोर भी इच्छा अच्छी बहुत किसी माता दी विषय कहवाई, किंतु मैं ठीक जगह नहीं है। ठीक अच्छे माता दी विशेष धन्यवाद। पुनः आम माता दी भविष्य में माता दी प्रभुपाद पाखे प्रार्थना भी कर गाड़ी भक्ति जीवन में सामयिक समस्या अच्छी से जल्दी मुक्त हूँ भगवान के पाखे मन। हरे कृष्ण प्रभुता आपकी जय। आम नेक्स्ट श्रवण करवा। नेक्स्ट स्वागत प्रभु।